ମଶାଣି କାନ୍ଦୁଛି ଏଇଭଳି ବହୁ ନାଟକ କରିସାରିବା ପରେ ସ୍ୱର୍ଗତ ଭିକାରୀଗଣ ଯିଏ ମିଲିଟାରୀରେ ଥିଲେ କି ଭଡ଼ା ରହୁଥିଲେ ସିଏ ମ୍ୟୁଜିକ୍ ରୁହନ୍ତି ଓପନ ପେଣ୍ଡାଲରେ ସିଏ ମୋତେ ନେଇଯାଇଥିଲେ କଳା ବିକାଶ କେନ୍ଦ୍ରକୁ। କଳା ବିକାଶ କେନ୍ଦ୍ର ଗଲା ପରେ ଆସ୍ତେ ଆସ୍ତେ ନାଟକ କରିବା ସହିତ ରେଡିଓ ଟେଲିଭିଜନ ସିନେମା ପାଇଁ କରିଚାଲିଛି। ମୋର ଗୋଟିଏ କଥା କହିବା କଥା ଗୁରୁ ଶିଷ୍ୟ ଏ ସମ୍ପର୍କକୁ ବାନ୍ଧିକି ରଖାଯାଉ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି। ଆଜିକାଲି ମୁଁ ଦେଖୁଛି ଶିଷ୍ୟର ଅଭାବ ଅଛି, ଗୁରୁ ପ୍ରବଳ। ଶିଷ୍ୟର ଅଭାବ ଅଛି କିନ୍ତୁ ଗୁରୁ ପ୍ରବଳ। ନିଛକ ସତ୍ୟ ଘଟଣା। ମୁଁ ବର୍ତ୍ତମାନ କହିବି ମୋ ନାତି ହଉଛି ମୋବାଇଲ କରିବାରେ ମୋ ଗୁରୁ। ମୁଁ 70 ବର୍ଷ ବୟସରେ ଏବେ ବି ୟଙ୍ଗ ନିର୍ଦ୍ଦେଶକ ଡାଇରେକ୍ଟର ମାନଙ୍କ ଅଣ୍ଡରରେ କାମ କରୁଛି। ଗୁରୁ ସେମାନେ ଟ୍ୟାକ୍ସ ଆସିଲେ ତାକୁ ଛାଡ଼ି ଦେଇଥିଲେ ବସତା ତାଙ୍କୁ ନାଇଁ ନାଇଁ ଏ ଟ୍ୟାକ୍ସ ଡାଇରେକ୍ଟର କରୁଛି ଆପଣଙ୍କ ବିଷୟରେ ଫ୍ଲୋର ବାହାରକୁ ଚାଲିଗଲେ ମୁଁ ଆପଣଙ୍କର ବଡ ଭାଇ ହେଇପାରେ। ତେଣୁ
ସ୍ନେହ ବାଣ୍ଟ, ଆନନ୍ଦ ବାଣ୍ଟ, ଭଲ ପାଇବା ବାଣ୍ଟ, କଠିନ ପରିଶ୍ରମ କର ଏବଂ ଧୈର୍ଯ୍ୟ ଧର। ଦେଖିବ ତମ ଭାଗ୍ୟର ତାଲା ଦିନେ ନିଶ୍ଚୟ ଖୋଲିବ, ଏଥିରେ ସନ୍ଦେହ ନାହିଁ। ଏଭଳି କାମ କର ଯେମିତି ସମସ୍ତଙ୍କୁ ଭଲ ପାଇବ। ମିଠା କଥା ଦି ପଦ କୁହ, ଜୋରେ କଥା କହି ଚିଲେଇବା ଦରକାର ନାହିଁ। ବାପାରେ ଟିକେ ପାଣି ଟିକେ ଦେବେ, ପାଣି ଟିକେ ମୋ କାମ ଅଛି, ବାପା ଧନଟା ଟିକେ ପାଣି ଦେବେ। এইভাবে কথাবার্তা করে ଆମେ ନିଜକୁ ନିଜର ଗଢି ତୋଳିବା। ଗୁରୁ ଶିଷ୍ୟ ଭିତରେ ସମ୍ପର୍କ ଆପଣଙ୍କ ବଡ ବଡ କଥା ସବୁ ଶୁଣିନି। ଏବେ ଯାଇ ହଉ, ମୁଁ ମା ମଙ୍ଗଳା, ମା ଜାନକୀ ମଙ୍ଗଳାଙ୍କ ପାଖରେ ମୁଁ ସାଇ କମିଟି ପକ୍ଷରୁ ରାମଲୀଳା କମିଟି ପକ୍ଷରୁ ସ୍ୱାଗତ କରୁଛୁ ଆଉ ତାଙ୍କର ଦୀର୍ଘାୟୁ କାମନା କରୁଛୁ। ଆମ ଗ୍ରହଣରେ ଅଛନ୍ତି ଅନେକ ଭାଇମାନେ ଅଛନ୍ତି, ଆମର ରାମ ପରିବାରର ବହୁତ ଭାଇମାନେ ଅଛନ୍ତି। ମୁଁ ତାଙ୍କୁ ଇଏ କରିବି। ଆମର ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ସ୍ୱାଇଁ ଏବଂ ଆମର କୈଳାସ ବାବୁ ଲୋକ ସମ୍ପର୍କ ବିଭାଗ ଅଧ୍ୟକ୍ଷ, ଈଶ୍ୱର ଆମର ସନ୍ତୋଷ କୁମାର ମଲ୍ଲିକ, ଆମର ଅଛନ୍ତି କାର୍ଯ୍ୟକାରୀ ସଭାପତି ପ୍ରଦୀପ୍ତ ବାବୁ ଏବଂ ସମସ୍ତ ମା ଭଉଣୀମାନେ ନିମନ୍ତ୍ରଣ ରକ୍ଷା କରି ଆସିଛନ୍ତି। କବି ଭାଇ ସମସ୍ତେ ଆସିଛନ୍ତି, ତାଙ୍କୁ ଏ ସଭା ପକ୍ଷରୁ ତାଙ୍କୁ ସ୍ୱାଗତ କରୁଛୁ। ବୁଢ଼ା ଭାଇ, ଲକ୍ଷ୍ମୀନାରାୟଣ ମଲ୍ଲିକ ସମସ୍ତେ ଆସିଛନ୍ତି। ଆଉ କାଳକ୍ରମରୁ ସମସ୍ତଙ୍କୁ ସ୍ୱାଗତ କରୁଛି। ତେଣୁ ଆହୁରି ଅନେକ ଅତିଥି ସେମାନଙ୍କୁ ବି ଡକାଇକି ସେମାନେ ବି ଆସିବେ। ତେଣୁ ମୁଁ ସବୁ କର୍ମକର୍ତ୍ତାମାନଙ୍କୁ ଅନୁରୋଧ କରିଥିଲି, ସେ ଟିକେ ତତ୍ପରତା ଅବଲମ୍ବନରେ ବାହାରୁ ଯେଉଁମାନେ ଆସିବେ ତାଙ୍କୁ ଏଠିକୁ ଆଣିବେ। ଆମ ଗ୍ରାମରେ ଅଛନ୍ତି ଆମର କାର୍ଯ୍ୟକାରୀ ସଭାପତି ପ୍ରଦୀପ୍ତ ମହାପାତ୍ର ମହୋଦୟ, ସେ ଜଣେ ଓଡ଼ିଶାର ସୁନାମଧନ୍ୟ ପ୍ରବକ୍ତା। ଆଉ ଆମ କାର୍ଯ୍ୟକାରୀ ସଭାପତି ମଧ୍ୟ ମୁଁ ଅନୁରୋଧ କରିଥିଲି, ସେ ଆଜିକାର ତାତ୍ପର୍ଯ୍ୟ ଗୁରୁ ଶିଷ୍ୟର ତାତ୍ପର୍ଯ୍ୟ ସମ୍ବନ୍ଧରେ ଗୁରୁପଦ ଆଲୋକପାତ କରିବେ। ପ୍ରଦୀପ୍ତ ମହାପାତ୍ର ମହୋଦୟ। जय श्री राम। सहायता करे बिना सहाय सभापति सहायता कौन सहाय कार्य जहाँकि झांझुरी मंगल सभापति राजबाबू सभापति जदि सभा परिचालना करुमित मात्र भाव किए आम बरेण्य सभापति चौधरी काशीनाथ मल्लिक से जिते राजस्व यज्ञ करागला स्वयं व्यासदेव निजे ब्रह्मा भाव से यज्ञ वर्ण होते से यज्ञ को साकार करते। आप चिंता कर देखु व्यासदेव माने केमती पूजा पाइबार कथा से नुहे महाभारत युद्ध में गोटे आत्मस्मृति गोटे ज्ञान कस्य नास्ति स्वयं प्रज्ञा शास्त्र कस्य करोति कि लोचना विहीनस्य दर्पणं किं करिष्यति। जार निजस्व ज्ञान निजस्व बुद्धि निजस्व विवेक नाही बयसर परिमाप हिसाब रे जार ज्ञान उदय ही नहीं तार दर्पण कौन कर से तो अंध से तो चिर अंध भक्तराष्ट्र सन अंध आम समस्त जगत होचे ज्ञान रूपक आलोक आम हूँ अंध। ठीक आत्मस्मृति नामक एक ज्ञान को व्यासदेव कौन कले अर्जुन को प्रदान करते जहाँ फल अर्जुन भगवान कृष्ण को संतुष्ट कर महाभारत युद्ध को जय कर जहाँ कहते अशोक बाबू अशोक महाराणा मधुर विनय वचन कहित शिव प्राणी मन गोविंद 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 रुचि मकरंद। मधुर विचार विनय वचन पाणी जो आत्मस्मृति जो ज्ञान जो तत्व भगवान को जो ब्रह्मा
ବିଷ୍ଣୁ ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର ସମସ୍ତଙ୍କୁ ସନ୍ତୁଷ୍ଟ କରିବା ପାଇଁ ବ୍ୟାସଦେବ ଅର୍ଜୁନକୁ ଗୋଟିଏ ଜ୍ଞାନ ଦେଇଥିଲେ। ଆପଣ ଚିନ୍ତା କରନ୍ତୁ ବ୍ୟାସଦେବ ତାହେଲେ କିଏ? କେବଳ ବ୍ୟାସଦେବ ନୁହନ୍ତି, ତାଙ୍କର ବାପାକୁ ମଧ୍ୟ ପୂଜା କରିବାର କଥା ପରାଶର ବୋଲିକି ଆଜିର ଦିନରେ କେବଳ ତାଙ୍କୁ ପୂଜା କରିବା କଥା ନୁହଁ, ବାଲ୍ମୀକି ମଧ୍ୟ ପୂଜା କରିବା। ଆରେ ବ୍ରହ୍ମଙ୍କ ପାଖରେ ତ ବେଦ ଥିଲା, ବେଦ ଥିଲା ଗୋଟିଏ, ଭାଇନା ସେ କଥା କହିଛନ୍ତି। ଦେଖିଲେ ଗୋଟିଏ ବେଦ ବଳରେ ଏ ଲୋକମାନେ ଜ୍ଞାନ ପାଇପାରୁନାହାନ୍ତି, 4 ବେଦ କରିଦେବେ ଋଗ୍ବେଦ ସାମ ଅଧ୍ୟାୟ। ଦେଖିଲେ ସେତିକିରେ ମଧ୍ୟ ଲୋକ ସନ୍ତୁଷ୍ଟ ହେବେ, ଆଉ ଟିକେ ରିଡ୍ୟୁସ୍ କରିବା ନା କଣ କରିବା ନା ଅଷ୍ଟାଦଶ ପୁରାଣ କରିବା। ହବନି ବାୟୁ